ସାଙ୍ଗମାନେ ଗରିବ ଯିବା ପୂର୍ବରୁ ବା ଧନୀ ହେବା ଆଗରୁ ଭଗବାନ ଦେଇଥାନ୍ତି କିଛି ଶୁଭ ସଂକେତ। ଯେତେବେଳେ ଭାଗ୍ୟର ବହିରେ ଅପାର ଧନ ସମ୍ପତ୍ତି ଲେଖା ହେବ, ସେତେବେଳେ ଭଗବାନ କିଛି ସଂକେତ ଦେଇ ଆମକୁ ପୂର୍ବରୁ ହିଁ ଇସାରା କରିଥାନ୍ତି। କୁହାଯାଏ ନା, ଯାହା ଭାଗ୍ୟରେ ଲେଖାଯାଇଥାଏ ତାହା ନିଶ୍ଚୟ ମିଳିଥାଏ। କିନ୍ତୁ ସେହି ସଂକେତକୁ ଜାଣିବା ବହୁତ ଆବଶ୍ୟକ ଅଟେ। ଏମିତି ସଂକେତ କେବଳ ସେଇମାନଙ୍କୁ ମିଳିଥାଏ ଯାହା ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଶୁଭ ସଂକେତ ବିଷୟରେ, ଯାହା ଆପଣଙ୍କ ଜୀବନରେ ଖୁସିର ବର୍ଷା କରାଇଥାଏ। ଧନବାନ ହେବାର ଇଚ୍ଛା କାହା ମନରେ ଅବା ନଥାଏ। ସମସ୍ତେ ଚାହିଁଥାନ୍ତି ତାଙ୍କ ଜୀବନରେ ଅପାର ଧନ ସମ୍ପତ୍ତିର ବର୍ଷା ହେଉ। କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଯେତେବେଳେ ମାତା ଲକ୍ଷ୍ମୀ କାହା ଉପରେ ପ୍ରସନ୍ନ ହୋଇଥାନ୍ତି, ତାଙ୍କ ଜୀବନରେ ସୁଖ, ଧନ, ଦୌଲତ ଆସିବାକୁ ଲାଗିଥାଏ। ସାଙ୍ଗମାନେ, ଯେତେବେଳେ କାହାର ଭାଗ୍ୟ ବଦଳିବା ପାଇଁ ଯାଉଥିବ ଏବଂ ତାର କିସ୍ମତ ଚମକିବା ପାଇଁ ଯାଉଥିଲେ, ତ ଆମର ଶାସ୍ତ୍ରରେ କୁହାଯାଇଛି କିଛି ଖାସ୍ ସଂକେତ ମିଳିବାକୁ ଲାଗିଥାଏ। ଯଦି ଆପଣ ସେହି ସଂକେତକୁ ଜାଣିଯିବେ, ତେବେ ଆପଣମାନଙ୍କୁ ଆପଣଙ୍କର ସଫଳତାର ମାର୍ଗ ସହଜ ହୋଇଯିବ। ଯଦି ଆପଣ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ଏମିତି ରହିଥାଉ, ତେବେ ଏହି ଭିଡ଼ିଓକୁ ଲାଇକ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଭିଡ଼ିଓକୁ ତ ନିହାତି ଭାବରେ ଗୋଟିଏ ଲାଇକ୍ କରି ଆମ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ଟିଏ କରିଦିଅନ୍ତୁ। ଆପଣମାନଙ୍କର ଗୋଟିଏ ଗୋଟିଏ ସବସ୍କ୍ରାଇବ୍ ଆମକୁ ଆଗକୁ ବଢ଼ିବାକୁ କେତେ ଯେ ପ୍ରେରଣା ଦେଇଥାଏ। ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ଲେଖି ନିଜର ଉପସ୍ଥିତତାକୁ ପ୍ରଦର୍ଶନ କରନ୍ତୁ। ଏହାଦ୍ୱାରା ମାତାରାଣୀ ଆପଣଙ୍କ ଉପରେ କୃପା ଦୃଷ୍ଟି ସର୍ବଦା ବଜାୟ ରଖନ୍ତି। ନମ୍ବର 1, ସାଙ୍ଗମାନେ, ଯେତେବେଳେ ଆମେ ନବା ଆଣିବା କରିବା ବେଳେ ଅଚାନକ ଆମ ହାତରୁ ପଇସା ତଳେ ପଡ଼ିଯାଏ, ସାଧାରଣତଃ ଆମେ ଏହାକୁ ଖରାପ ସଂକେତ ଭାବି ନେଇଥାଉ, କିନ୍ତୁ ମନରେ ବ୍ୟସ୍ତତା ଆଣିଥାଉ। କିନ୍ତୁ ସତରେ ଏହା ଯେ ବାସ୍ତବରେ ଏହି ଘଟଣା ଏତେ ଶୁଭ ହୋଇଥାଏ, ଏହାର ଅର୍ଥ ହେଉଛି କି ଜଲ୍ଦି ହିଁ ଆପଣଙ୍କ ଘରେ ଧନର ଆଗମନ ହେବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କ କୃପାରୁ ଅଚାନକ ମିଳିବାକୁ ଥିବା ଧନ ଆପଣଙ୍କ ପାଖକୁ ଆସିବାକୁ ଯାଉଛି। ସେଥିପାଇଁ ଯେତେବେଳେ ଆପଣଙ୍କ ହାତରୁ ପଇସା ପଡ଼ିଯିବ, ତେବେ ଚିନ୍ତା କରିବା ଛାଡ଼ି ପ୍ରସନ୍ନ ହୋଇଯାଆନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାନ୍ତୁ। ସାଙ୍ଗମାନେ, ଯଦି ଥଣ୍ଡା ପାଗରେ ଆପଣ କେଉଁଆଡ଼େ ବାହାରକୁ ଯାଉଛନ୍ତି, ଅଚାନକ ଆପଣଙ୍କ ନଜର ଏକ ସୁନ୍ଦର ସ୍ତ୍ରୀ ଉପରେ ପଡ଼ିଯାଏ, ଯିଏକି ହଳଦିଆ ରଙ୍ଗର ଶାଢ଼ୀ କିମ୍ବା ବସ୍ତ୍ର ପିନ୍ଧିଥିବ, ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଏହାର ଅର୍ଥ ହେଉଛି କି ଆପଣଙ୍କର ଧନ ଲାଭର ସମୟ ପାଖେଇ ଆସୁଛି। ବିଶେଷତଃ ଗୁରୁବାର ଦିନ କୌଣସି ସ୍ତ୍ରୀକୁ ହଳଦିଆ ରଙ୍ଗର ବସ୍ତ୍ରରେ ଦେଖୁଛନ୍ତି, ତ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଏହା ଦର୍ଶାଇଥାଏ କି ମାତା ଲକ୍ଷ୍ମୀଙ୍କ କୃପାର ପ୍ରତୀକ। ନମ୍ବର 2, ସାଙ୍ଗମାନେ, ଆପଣ କେଉଁଆଡ଼େ ବାହାରକୁ ଯାଉଛନ୍ତି ଏବଂ ଯିବା ରାସ୍ତାରେ ଆପଣଙ୍କୁ ନେଉଳ ରାସ୍ତା ପାର କରିଥାଏ, ତେବେ ଏହା ଚିନ୍ତାର ବିଷୟ ଆଦୌ ନୁହେଁ। ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଏହା ଆଦୌ ଅଶୁଭ ସଂକେତ ହୋଇନଥାଏ। ଶାସ୍ତ୍ର ଅନୁସାରେ ନେଉଳ ରାସ୍ତା କାଟିବା ଧନ ଲାଭର ପ୍ରତୀକ ହୋଇଥାଏ। ଏହି ସଂକେତକୁ ଅଣଦେଖା ନ କରି ମାତା ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାନ୍ତୁ। ସକାଳୁ ସକାଳୁ ଆପଣଙ୍କ ଘର ଅଗଣାକୁ କେଉଁ ଗାଈ ଆସିଯାଉଛି ଅଥବା ରାସ୍ତାରେ ଆପଣଙ୍କୁ ଖଇରିଆ ରଙ୍ଗର ଗାଈ ଦେଖାଯାଏ, ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଏହା ଏହି କଥାର ସଂକେତ ହୋଇଥାଏ କି ଆପଣଙ୍କ ଭାଗ୍ୟରେ ଧନ ଆସିବାର ଯୋଗ୍ୟ ହେଉଛି। ଗାଈକୁ ରୁଟି ଦେଇ ଆଶୀର୍ବାଦ ନିଅନ୍ତୁ ଏବଂ ମନେ ମନେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ। ଏବେ କଥା ହେବା ସ୍ୱପ୍ନରେ ଶୁଭ ସଂକେତ ବିଷୟରେ। ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ ମୋତି, ହାର, ମୁକୁଟ ଏହିପରି ଗହଣା ଦେଖାଯାଏ,
ତେବେ ବୁଝିଯାଆନ୍ତୁ ଯେ ମା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଘରେ ସ୍ଥାୟୀ ନିବାସ କରିଛନ୍ତି। ଏହି ସ୍ୱପ୍ନ ଏହାର ସଙ୍କେତ ଦେଇଥାଏ କି ଧନ ସମ୍ପତ୍ତିର ଭଣ୍ଡାର ଆପଣଙ୍କ ଜୀବନରେ ଆସିବାକୁ ଯାଉଛି। ଏହାଛଡ଼ା ଯଦି ବ୍ୟକ୍ତିଙ୍କୁ ସ୍ୱପ୍ନରେ ଡାହାଣ ହାତକୁ ଧଳା ରଙ୍ଗର ସାପ କାମୁଡ଼ି ଦେଇଥାଏ ଏହା ଦେଖନ୍ତି, ତେବେ ଏହାକୁ ମଧ୍ୟ ବହୁ ଶୁଭ ସଙ୍କେତ ବୋଲି ମନାଯାଇଥାଏ। ଏହିସବୁ ସଙ୍କେତକୁ ବୁଝି ଆପଣ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ଧନ୍ୟବାଦ ଦେଇ ସ୍ମରଣ କରି ତାଙ୍କର କୃପା ଆଶା କରନ୍ତୁ। ନମ୍ବର 3, ଯଦି ଆପଣଙ୍କ ସ୍ୱପ୍ନରେ ଦେଖାଯାଏ ଯେ ଆପଣ କେଉଁଠାରୁ ପଇସା ଆଣୁଛନ୍ତି କିମ୍ବା କେହି ଆପଣଙ୍କୁ ପଇସା ଦେଉଛନ୍ତି, ତେବେ ଏହା ମଧ୍ୟ ଧନ ଆଗମନର ସଙ୍କେତ ହୋଇଥାଏ। ତା ଛଡ଼ା ଯଦି ଆପଣ ସକାଳୁ ସକାଳୁ ଉଠୁ ଉଠୁ ସର୍ବପ୍ରଥମେ କ୍ଷୀର କିମ୍ବା ଦହିର ଦର୍ଶନ କରୁଛନ୍ତି, ତେବେ ଏହା ମଧ୍ୟ ବହୁ ଶୁଭ ସଙ୍କେତ ହୋଇଥାଏ। ଯଦି ଆପଣ ସକାଳୁ ସକାଳୁ ବାହାରକୁ ଯାଉଛନ୍ତି କିମ୍ବା କେଉଁଆଡ଼େ ବୁଲିବାକୁ ଯାଉଛନ୍ତି, ସେହି ସମୟରେ ନବବିବାହିତ ଦମ୍ପତି ଦେଖାଯାଆନ୍ତି, ତେବେ ଏହା ମଧ୍ୟ ବହୁ ଶୁଭ ସଙ୍କେତ ହୋଇଥାଏ। ଏହି ସଙ୍କେତ ଆପଣଙ୍କୁ ଭଲ ଦିନର ଆଗମନର ସଙ୍କେତ ଦେଇଥାଏ। ନମ୍ବର 4, ସାଙ୍ଗମାନେ ଏମିତି ହୋଇଥାଏ ଅଚାନକ କୌଣସି ପକ୍ଷୀ ଆମ ଉପରେ ଝାଡ଼ା କରିଦେଇଥାଏ। ସେହି ସମୟରେ ଆମେ ରାଗିଯାଉ, ଏହାକୁ ଅଶୁଭ ବୋଲି ମାନିଥାଉ, କିନ୍ତୁ ଅସଲରେ ଏହା ବହୁ ଶୁଭ ସଙ୍କେତ ହୋଇଥାଏ। ଲୋକମାନ୍ୟତା ଅନୁସାରେ ଯଦି କୌଣସି ପକ୍ଷୀ ଆପଣଙ୍କ ଉପରେ ଝାଡ଼ା କରିଦିଏ, ତେବେ ଏହା ଭଲ ସମୟ ଆଗମନର ସଙ୍କେତ ହୋଇଥାଏ। ଏହି ସଙ୍କେତ ଏହି କଥାର ପ୍ରତୀକ ହୋଇଥାଏ କି ଆପଣଙ୍କର ସୌଭାଗ୍ୟ ବୃଦ୍ଧି ଘଟିବାକୁ ଯାଉଛି। ତେଣୁ ଏହି ସମୟରେ ପକ୍ଷୀ ଉପରେ ରାଗିବା ବନ୍ଦ କରି, ଭଲ ମନ୍ଦ କହିବା ବନ୍ଦ କରି ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ। ସାଙ୍ଗମାନେ, ଆପଣ ଯାତ୍ରା କରୁଛନ୍ତି, ଯାତ୍ରା ସମୟରେ ସାପ କିମ୍ବା ମାଙ୍କଡ଼ ଦେଖୁଛନ୍ତି, ତେବେ ଏହାକୁ ଅଶୁଭ ମାନନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଯାତ୍ରା ସମୟରେ ସାପ କିମ୍ବା ମାଙ୍କଡ଼ ଦେଖିବା ଏହି କଥାର ସଙ୍କେତ ଦେଇଥାଏ କି ଆପଣଙ୍କର ଜୀବନରେ ଆର୍ଥିକ ସଙ୍କଟର ସମସ୍ୟା ଏବେ ଦୂର ହେବାକୁ ଯାଉଛି। ଧନ ଆଗମନର ଏହି ସଙ୍କେତ ଆପଣଙ୍କର ପରିଶ୍ରମର ଫଳ ହୋଇଥାଏ। ନମ୍ବର 5, ଯଦି ଆପଣଙ୍କୁ ରାତ୍ରି ସମୟରେ ଫଟା ତାରା ବା ଭାଙ୍ଗି ଯାଇଥିବା ତାରା ଦେଖାଯାଏ, ତେବେ ଏହି ସମୟରେ ନିଜର ଇଚ୍ଛା ଜଲ୍ଦି ହିଁ ସାବ୍ୟସ୍ତ କରିବା ଦରକାର। ଏମିତି ମାନ୍ୟତା ଅଛି ଯେ ଯଦି ଆପଣ ଭଙ୍ଗା ତାରା ଦେଖି କିଛି ମନୋକାମନା ମାଗନ୍ତି, ତେବେ 30 ଦିନ ଭିତରେ ଆପଣଙ୍କର ମନୋକାମନା ବହୁତ ଜଲ୍ଦି ପୂରଣ ହୋଇଯାଏ। ସାଙ୍ଗମାନେ, କଇଁଚକୁ ଯଦି ଆପଣମାନେ ସ୍ୱପ୍ନରେ ଦେଖୁଛନ୍ତି, ତେବେ ଏହା ବହୁ ଶୁଭ ସଙ୍କେତ ହୋଇଥାଏ। କାହିଁକି ନା ଭଗବାନ ବିଷ୍ଣୁ ଗୋଟିଏ ଥର କଇଁଚ ଅବତାର ନେଇଥିଲେ। ଯଦି ଆପଣ ସ୍ୱପ୍ନରେ କଇଁଚ ଦେଖୁଛନ୍ତି, ତେବେ ଭାବି ନିଅନ୍ତୁ ଭଗବାନ ବିଷ୍ଣୁଙ୍କର କୃପା ଆପଣଙ୍କ ଉପରେ ଅଛି। ଭଗବାନ ବିଷ୍ଣୁଙ୍କର କୃପାରୁ ଆପଣଙ୍କ ଜୀବନରେ ବହୁ ଜଲ୍ଦି ସୁଖ ସମୃଦ୍ଧି ଆସିବାକୁ ଯାଉଛି। ନମ୍ବର 6, ବେଳେବେଳେ ଆମର ଜୀବନରେ କିଛି ଘଟଣା ଘଟିଥାଏ ଯାହାକୁ ଆମେ ସାମାନ୍ୟ ନଜରରେ ଦେଖିଥାଉ, କିନ୍ତୁ ଏହି ଘଟଣା ପଛରେ କିଛି ଶୁଭ ସଙ୍କେତ ରହିଥାଏ, ଯାହା ଆଗାମୀ ଦିନରେ ଆସୁଥିବା ଭଲ ଦିନର ଆଭାସ କରାଇଥାଏ। ଯଦି ଆପଣ କେଉଁଦିନ ଘର ପାଖରେ କିମ୍ବା ରାସ୍ତାରେ ମୟୂର ନାଚୁଥିବାର ଦେଖିବେ, ତେବେ ବୁଝିଯାଆନ୍ତୁ ଆପଣଙ୍କର ଭଲ ସମୟର ଆଗମନ ହେବାକୁ ଯାଉଛି। ମୟୂର ଦେଖିବା ବହୁ ଶୁଭ ସଙ୍କେତ ହୋଇଥାଏ। ଏହି ସଙ୍କେତ ଏହି କଥାର ପ୍ରତୀକ ଆପଣଙ୍କ ଜୀବନରେ ଖୁସି ଓ ସମୃଦ୍ଧିର ଆଗମନ ହେବାକୁ ଯାଉଛି। ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରି ମନରେ ସକାରାତ୍ମକ ଚିନ୍ତାଧାରା ଧରି ଆଗକୁ ବଢ଼ନ୍ତୁ। ଏହା ବ୍ୟତୀତ ଯଦି ଅଚାନକ ଆପଣଙ୍କ ଘରର ଦ୍ୱାର ମୁହଁରେ ହାତୀ ତାର ଶୁଣ୍ଢ ଦେଖାଇ ଠିଆ ହୁଏ, ତେବେ ବ୍ୟସ୍ତ ବ୍ୟତୀତ ଖୁସି ହୋଇଯାଆନ୍ତୁ। ଏହା ଏହି କଥାର ସଙ୍କେତ ହୋଇଥାଏ କି ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ଉପରେ ଅଛି। ଏହା ଆପଣଙ୍କର ଭଲ କର୍ମର ଫଳ, ଯାହା ଆପଣଙ୍କୁ ଖୁସି ଜୀବନ ଆଡ଼କୁ ପ୍ରେରିତ କରିଥାଏ। ନମ୍ବର 7, ଯଦି ଆପଣଙ୍କୁ ସ୍ୱପ୍ନରେ ସୁନେଲି ରଙ୍ଗର ସାପ ଦେଖାଯାଏ, ତେବେ ବୁଝିଯାଆନ୍ତୁ କି ଆପଣଙ୍କର ଭଲ ଦିନ ଜଲ୍ଦି ପାଖେଇ ଆସୁଛି। ଏହା ଏହି କଥାର ସଙ୍କେତ ହୋଇଥାଏ କି
ଆପଣଙ୍କର ଭାଗ୍ୟ ଏବେ ମଜବୁତ ହେବାକୁ ଯାଉଛି। ଆପଣ କେଉଁ ରାସ୍ତାରେ ଯାଉଛନ୍ତି ଏବଂ ବାମ ପାର୍ଶ୍ୱରେ ଆପଣଙ୍କୁ ମାଙ୍କଡ଼, ସାପ ଓ କୁକୁର ଦେଖାଯାଆନ୍ତି, ତେବେ ଏହା ଧନ ଆଗମନର ବହୁତ ବଡ଼ ସଂକେତ ହୋଇଥାଏ। ଯଦି ସକାଳୁ ଉଠିବା ମାତ୍ରେ ପୂଜାର ନଡ଼ିଆ ଦେଖୁଛନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଅଛି। ନମ୍ବର 8, ବେଳେବେଳେ ଆମ ଆଖପାଖରେ କିଛି ଘଟଣା ଘଟୁଥାଏ ଯାହା ଆମର ଭଲ ସମୟର ସଂକେତ ହୋଇଥାଏ, କିନ୍ତୁ ଆମେ ଏହି ସଂକେତକୁ ଅଣଦେଖା କରିଥାଉ। ଯଦି ଆପଣଙ୍କ ଘର ସାମ୍ନାରେ କୌଣସି ଗଛ ଆପେ ଆପେ ଉଠିଯାଏ, ତେବେ ଏହାକୁ ଆଦୌ ହାଲୁକା ନିଅନ୍ତୁ ନାହିଁ। ଏହି ଗଛ କଣ୍ଟା ଜାତୀୟ ଗଛ ହୋଇଥିବା ନ ଦରକାର। ଏହା ଏହି କଥାର ସଂକେତ ହୋଇଥାଏ ଆପଣଙ୍କର ପରିଶ୍ରମ ଏବେ ଫଳପ୍ରଦ ହେବାକୁ ଯାଉଛି। ନମ୍ବର 9, ସାଙ୍ଗମାନେ, ଆମେମାନେ କୌଣସି କାମରେ ରାସ୍ତାରେ ଯାଉଛନ୍ତି। ଯଦି ଯିବା ସମୟରେ ଆମର ମନେ ପଡ଼ିଯାଏ ଯେ ଆମେ କୌଣସି ସାମାନ ଅଥବା ଜିନିଷକୁ ଭୁଲି ଯାଇଛେ, ତେବେ ଏହାକୁ ମଧ୍ୟ ଅଶୁଭ ବୋଲି ଭାବିବା ଠିକ୍ ନୁହେଁ। ଏହାକୁ ଆମେ ଅଶୁଭ ବୋଲି ମନେ ମନେ ଚିନ୍ତା କରି ବସୁ। କିନ୍ତୁ ସତ୍ୟ ଏହା ଯେ ଏହି ଘଟଣାର ସଂକେତ ଏହା ଯେ ଆପଣଙ୍କର ଖରାପ ଦିନର ଅନ୍ତ ହେବାକୁ ଯାଉଛି। ଏହା ଆପଣଙ୍କର ଆର୍ଥିକ ଅବସ୍ଥାକୁ ସୁଧାରିବାର ସଂକେତ ଦେଇଥାଏ। ଯଦି ଘରେ କିମ୍ବା ମନ୍ଦିରରେ ଭଗବାନଙ୍କ ପ୍ରତିମାରୁ ଫୁଲ ଅଚାନକ ଖସି ପଡ଼େ, ତେବେ ଏହା ମଧ୍ୟ ବହୁ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ହେଉଛି ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଜଲ୍ଦି ହିଁ ଆପଣଙ୍କର ମନୋକାମନା ପୂର୍ଣ୍ଣ ହେବା ପାଇଁ ଯାଉଛି। ସାଙ୍ଗମାନେ, ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଭିଡ଼ିଓଟି ଭଲ ଲାଗିଲେ ନିହାତି ଭାବରେ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଜୟ ମା ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। କମେଣ୍ଟରେ ଏହିଭଳି 9 ପ୍ରକାରର ସଂକେତ ମଧ୍ୟରୁ କେଉଁ ଗୋଟିଏ ସଂକେତ ଆପଣଙ୍କ ମଧ୍ୟରେ ଘଟୁଛି ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି।